ପିଲାମାନେ ମୁଁ ଆଶା କରିବି ଆପଣମାନେ ସମସ୍ତେ ଭଲରେ ଥିବେ। ତ ପିଲାମାନେ ଆପଣଙ୍କର ଆଗକୁ ମାନେ ଏବେ ଇଣ୍ଟରନାଲ ପରୀକ୍ଷା ଅଛି, ତ ତେଣୁକରି ମୁଁ ଆପଣମାନଙ୍କ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ ୟୁନିଟ୍ ଗୁଡ଼ା ନେଇ ଆସିଛି। ତ ଆପଣମାନେ ଏତିକି ପଢ଼ନ୍ତୁ, ମାନେ ଭଲ ମାର୍କ ରଖିପାରିବ ପିଲାମାନେ। ତ ଏମିତିରେ ବି ମୁଁ ତ ଜାଣିପାରିବିନି କେଉଁ କଲେଜରେ କେମିତି କେଉଁ ୟୁନିଟ୍ ପଢ଼ା ହେଇଛି ବୋଲି, ତ ତଥାପି ମୁଁ ଆପଣମାନଙ୍କୁ କହିଦେଉଛି ଯେ ପିଲାମାନେ ପ୍ରଥମ ୟୁନିଟ୍ ଆସିବାର ବହୁତ ସମ୍ଭାବନା ଅଛି, ବୁଝିପାରିଲ ନା। ତାପରେ ଅଛି ଆପଣଙ୍କର ତୃତୀୟ ଏକକ, ଏଇଟା ମଧ୍ୟ ଆସିବ। ତ ତେଣୁକରି ଆପଣମାନେ 1 ମାର୍କଠୁ ଆରମ୍ଭ କରିକି ଲଙ୍ଗ କୋଶ୍ଚିନ୍ ଯାଏଁ ଭଲ ଭାବରେ ପଢ଼ନ୍ତୁ। ସାର୍ ମ୍ୟାଡ଼ାମ୍ ମାନେ ଦେଇଥିବା ମାନେ ପ୍ରଶ୍ନମାନଙ୍କୁ ଟିକେ ଅଧିକ ଭଲ ମାଇଣ୍ଡ ଦେଇକି ପଢ଼ନ୍ତୁ, ବୁଝିପାରିଲ ନା ପିଲାମାନେ। ତ ଦେଖନ୍ତୁ, ମୁଁ କ୍ଲାସ୍ କରିଥାନ୍ତି କିନ୍ତୁ ମାନେ ହେଇପାରିଲାନି ମୋ ଦ୍ୱାରା କ୍ଲାସ୍, ତ ତେଣୁକରି ମୋତେ କ୍ଷମା କରିବ। ତ ଚାଲ ଦେଖନ୍ତୁ, ଏସବୁ ପଢ଼ିବା ପ୍ରଥମ ୟୁନିଟ୍ରେ, ଯେଉଁଟାକି ଉପକ୍ରମୀ ଗୋଷ୍ଠୀ ଅର୍ଥନୀତି କ'ଣ, ତାପରେ ଉପଭୋଗ ଚାହିଦା କ'ଣ, ତାପରେ ଉତ୍ପାଦନ କ'ଣ, ତାପରେ ପରିବହନ ଅର୍ଥ ଅର୍ଥ କ'ଣ ପିଲାମାନେ। ତ ଏଇ ୟୁନିଟ୍ ଗୁଡ଼ା ଟିକେ ଟିକେ ଦେଖିଦେବ, ମୋଷ୍ଟ ଇମ୍ପୋର୍ଟାଣ୍ଟ ଅଛି। ତ ସାର୍ ମାନେ ପକାଇ ପାରନ୍ତି ପିଲାମାନେ। ତ ନେକ୍ସଟ ଚାଲ ଜାଣିବା। ତ ଦେଖନ୍ତୁ, ଏଇ ୟୁନିଟ୍ ମଧ୍ୟ ଆପଣଙ୍କର ଯଦି କ୍ଲାସ୍ ଯଦି ଆପଣଙ୍କର ଯଦି ସାର୍ ମ୍ୟାଡ଼ାମ୍ ଯଦି ଅଷ୍ଟମ ଏକକ ଯଦି ପଢ଼ାଇଛନ୍ତି, ତାହେଲେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଅଛି ଆପଣଙ୍କର ମୁଦ୍ରା ବ୍ୟାଙ୍କ ଓ ରାଷ୍ଟ୍ରଭିତ୍ତ। ତ ଏଇଟା ମଧ୍ୟ ଆପଣମାନଙ୍କୁ ଯେମିତି ହେଲେ ପଢ଼ିବା ପାଇଁ ପଡ଼ିବ, ବୁଝିପାରିଲ ପିଲାମାନେ। ଯେମିତିକି ବଜେଟ୍ କ'ଣ, ମୁଦ୍ରା କ'ଣ, ବ୍ୟାଙ୍କ କ'ଣ, ତାହା ମଧ୍ୟ ଆପଣଙ୍କୁ ପଚାରି ଯାଇପାରେ। ତ ଯଦି ପଞ୍ଚମ ୟୁନିଟ୍ ପଢ଼ାଇଛନ୍ତି ତାହେଲେ ବଜାର ବିଷୟରେ ପଢ଼ିବେ। ତାପରେ ଷଷ୍ଠ ୟୁନିଟ୍ ଯଦି ପଢ଼ାଯାଇଅଛି, ତାପରେ ତାର ମାନେ ଉପକ୍ରମୀ ସମଷ୍ଟି ଅର୍ଥନୀତି କ'ଣ ତାହା ମଧ୍ୟ ପଢ଼ିବେ, ବୁଝିପାରିଲ। ତ ଏସବୁ ଯଦି ଜାଣିପାରୁନାହାନ୍ତି ସମଷ୍ଟି ଅର୍ଥନୀତି କ'ଣ, ଜାତୀୟ ଆୟ କ'ଣ, ମୁଦ୍ରା ବ୍ୟାଙ୍କ କ'ଣ, ତାହେଲେ ମୋତେ କଣ୍ଟାକ୍ଟ କର ପିଲାମାନେ। ମୁଁ ଆପଣଙ୍କୁ ନେକ୍ସଟ କ୍ଲାସ୍ରେ ମୁଁ ଏହାର ସର୍ଟ କୋଶ୍ଚିନ୍ ଆଉ ଲଙ୍ଗ କୋଶ୍ଚିନ୍ ନେବା ପାଇଁ ଯାଉଅଛି। ତ ତେଣୁକରି ଆପଣଙ୍କୁ ଅନୁରୋଧ କରିବି, ଯେଉଁମାନେ ମଧ୍ୟ ନୂଆ କରି ଆସିବେ ତ ଦୟାକରି ଗୋଟେ ଲାଇକ୍ କରିବା ସହ ସବସ୍କ୍ରାଇବ୍ କର ପିଲାମାନେ। ଥ୍ୟାଙ୍କ ୟୁ, ଧନ୍ୟବାଦ।